ଯାତ୍ରା ସମ୍ରାଟ ତୁଳସୀଗଡ଼ ନାଟ୍ୟ। ତେଣୁ ଆମେ ବିବାଦ ଠାରୁ ଭଲ ସଫଳତା ଆଡକୁ ଯିବା। ଏଇ ବିରଜା ମାଙ୍କ ମାଟି ସଫଳତା ଦେଇଛି, ବିବାଦ ବି ଦେଇଛି। ତେଣୁ ସବୁକୁ ଗ୍ରହଣ କରିକି ଆଗେଇ ଯିବା। ଗୋଟେ କଳାକାର ସବୁବେଳେ ଚାହେଁ ତାଙ୍କ ଦର୍ଶକ ମାନଙ୍କର ଭଲ ପାଇବା ଆଶୀର୍ବାଦ, ଆଉ ଯେତେବେଳେ ସେଇଟା ମିଳେ ତ ନିହାତି ଖୁସି ଲାଗେ। ଦର୍ଶକ ମାନଙ୍କୁ କହିବାର ତ ଆମର କିଛି ନାହିଁ, ବାସ୍ ସିଏ କହିବେ ଆମେ ଶୁଣିବୁ, ଏଇଟା ହଉଛି ଆମ କର୍ତ୍ତବ୍ୟ। ବାସ୍ ଧନ୍ୟବାଦ ଦେବି ଯେ ଏତେ ମାତ୍ରାରେ ଆସିକି ଦେଖୁଛୁ। ସମୟ ହିସାବରେ ଯୁଆଡେ ଟାଣି ନେଉଛି ପିସ୍ ରୂପେ ଛାଡି ଯାଉଛି। ସମୟ ସମସ୍ତଙ୍କୁ ବାଟ କଢେଇ ନିଏ, ଖାଲି ମତେ ନୁହଁ କି ଆପଣଙ୍କୁ ନୁହଁ, ସମସ୍ତେ। ଆପଣ କଥା ଅବିକା ନ୍ୟାୟାଳୟରେ ଅଛି, କେବଳ ଯାତ୍ରା କରିବା ପାଇଁ ପରମିଶନ ମିଳିଛି, କିନ୍ତୁ କେସ୍ ଚାଲିବ। ତେଣୁ ସେ ବିଷୟରେ କେସ୍ ବିଷୟରେ ଆମେ କଥା ହବାନି। ଆଉ ଭରସା ନାହିଁ କୋର୍ଟ କେମିତି ପରମିଶନ ଦେଲେ ଯାତ୍ରା କରିବା ପାଇଁ। ନ୍ୟାୟାଳୟ ଉପରେ ସମସ୍ତଙ୍କର ଭରସା ଅଛି, ଆପଣଙ୍କର ଅଛି, ମୋର ଅଛି। ଯଦି ପିସ୍ ତ୍ରିପାଠୀ ଭୁଲ କରିଥିବେ ଦଣ୍ଡିତ ହେବେ, ଯଦି ପିସ୍ ତ୍ରିପାଠୀ ଠିକ କରିଥିବେ ଜିତିବେ। ମୁଁ ଆଜି ବରୁଣେଶ୍ୱର ମେଳାକୁ ପ୍ରଥମେ ଆସିନି, ମୁଁ ଯାତ୍ରା କଲା ଦିନଠୁ ବରୁଣେଶ୍ୱର ମେଳାକୁ ଆସେ। ତ ଯାଜପୁର ମାଟି, ବରୁଣେଶ୍ୱର ଦର୍ଶକ ସମସ୍ତେ ବହୁତ ଭଲ, ପ୍ରତ୍ୟେକ ବର୍ଷ ଢେର ସାରା ଭଲ ପାଇବା ଦିଅନ୍ତି। ଷଡ଼ଯନ୍ତ୍ର ଭଗବାନ ପାଇଁ ବି କରାଯାଇଥିଲା, ଯୋଉଠି ଭଗବାନ ଷଡ଼ଯନ୍ତ୍ରର ଶିକାର ହଉଛନ୍ତି। ଆମେ ତ ସାର୍ ମଣିଷ, ଆମେ କେବଳ କର୍ମ କରିବା ସାରା, ଆମେ ଭଗବାନ ନୁହଁ। ଆଶା କରିବି ଦର୍ଶକ ମାନଙ୍କ ଭଲ ପାଇବା ଆଶୀର୍ବାଦ ଯାତ୍ରା ଅନୁଷ୍ଠାନ ଯାତ୍ରାରାଣୀ ସିଂହ ବାହିନୀ ଉପରେ ରହୁ। ନାଟକ ଦେଖନ୍ତୁ, ଭଲ ଲାଗିଲେ ମନ୍ତବ୍ୟ ଦିଅନ୍ତୁ, ଖରାପ ଲାଗିଲେ ମଧ୍ୟ ମନ୍ତବ୍ୟ ଦିଅନ୍ତୁ। କାହିଁକି ନା ଦର୍ଶକଙ୍କ ପାଇଁ ଭଲ ନାଟକ ତିଆରି କରିବା ଆମର କର୍ତ୍ତବ୍ୟ, ଦାୟିତ୍ୱ। ତେଣୁ ଭଗବାନ କିଛି ଲୋକଙ୍କୁ ନୁହଁ, ଭଗବାନ ସମସ୍ତଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। ଆଉ ସମୟ ସେଠି ନାହିଁ ଯେ ଆମେ ଆର ଗୋଡ ଟାଣିବା ତାର ଗୋଡ ଟାଣିବା। ହାତ ଧରା ଧରି ଆଗକୁ ନ ଗଲେ ସବୁ କିଛି ନଷ୍ଟ ହେଇଯିବ। ନା, ଏଥିରେ ଆଲୋଚନା କରିବାର କୌଣସି କଥା ହିଁ ନଥିଲା, କାହିଁକି ନା କଥା ନ୍ୟାୟାଳୟରେ ପହଞ୍ଚିଥିଲା। ମାନ୍ୟବର ଅଦାଲତ ଯେତେବେଳେ ନିଷ୍ପତ୍ତି ନେବେ, ଆଉ ବସିବାରେ କୌଣସି କଥା। ଥ୍ୟାଙ୍କ ୟୁ।